प्रभु जीशुଙ୍କ मधुर नामରେ ଆପଣ ସମସ୍ତଙ୍କୁ ମୋର ଭକ୍ତିପୂର୍ଣ୍ଣ ନମସ୍କାର ଏବଂ ଶୁଭେଚ୍ଛା ଜଣାଉଛି। ପ୍ରଭୁଙ୍କ ଅନୁଗ୍ରହରେ ଆଜି ଆମେ ଏହି ନୂତନ ବର୍ଷର ଦ୍ୱିତୀୟ ମାସରେ ପଦାର୍ପଣ କରିଅଛୁ। ଗତ ସପ୍ତାହରେ ଆମେ ଦେଖିଥିଲୁ ଯାକୋବ ଏବଂ ଯୋହନଙ୍କର ମାଗୁଣି ପ୍ରଭୁ ଯୀଶୁଙ୍କ ଠାରେ ଯେତେବେଳେ ଯୀଶୁ ଆପଣା ମହିମାମୟ ରାଜ୍ୟରେ ଆସିବେ, ଯୋହନ ଏବଂ ଯାକୋବଙ୍କୁ ବାମ ଏବଂ ଦକ୍ଷିଣ ପାର୍ଶ୍ୱରେ ବସିବା ପାଇଁ ଦେବେ। ଏହା ଥିଲା ତାଙ୍କରି ମାଗୁଣି। ଆଉ ଦ୍ୱିତୀୟ ଅଂଶରେ ଆଜି ଆମେ ଦେଖିବା ଯେ ଯୀଶୁଙ୍କର ଉତ୍ତର ଏହି ଦୁଇ ଶିଷ୍ୟଙ୍କୁ ଏହି ମାଗୁଣି ଅନୁସାରେ। ଯୀଶୁଙ୍କର ଉତ୍ତର ଆମେ ପାଇବା ମାର୍କ ତାର 10 ପର୍ବ 38ରୁ 40 ମଧ୍ୟରେ। ଦୟାକରି ଆପଣମାନେ ଏହି ବିଷୟକୁ ପଢ଼ନ୍ତୁ, ତାହେଲେ ବୁଝିବା ପାଇଁ ସହଜ ହେବ। ମାର୍କ 10 ପର୍ବ 38ରୁ 40। ପ୍ରଭୁ ଯୀଶୁଙ୍କ ଉତ୍ତରକୁ ଆମେ 4 ମୁଖ୍ୟ ଭାଗରେ ଆମେ ବିଭକ୍ତ କରି ଗୋଟେ ପରେ ଗୋଟେ ଆମେ ଦେଖୁଥିବା। ପ୍ରଥମ ବିଷୟ ଆମେ ଦେଖିବା ଯେ ଯୀଶୁ କହୁଅଛନ୍ତି ସେଇ ଦୁଇଟା ଶିଷ୍ୟଙ୍କୁ, ତୁମେମାନେ କ'ଣ ମାଗୁଅଛ ତାହା ଜାଣୁନାହଁ। ଯୀଶୁ କାହିଁକି ଏହିପରି କହିଲେ ଆମେ ଭାବୁଥିବା। ଯୀଶୁ ଯେତେବେଳେ ଦେଖୁଛନ୍ତି ଯାକୋବ ଆଉ ଯୋହନ ତାଙ୍କରି ମାଗୁଣି କେବଳ ଯୀଶୁଙ୍କର ମହିମାଯୁକ୍ତ ସିଂହାସନ ମଧ୍ୟରେ ଆବଦ୍ଧ ହେଇଛି। ସେମାନେ ଦେଖିପାରୁନାହାନ୍ତି ଯେ ଯୀଶୁଙ୍କର ମହିମାମୟ ଅବସ୍ଥା ଆସିବା ପୂର୍ବରୁ ପ୍ରଭୁ ଯୀଶୁଙ୍କୁ କୋଉ ବିଷୟ ଦେଇକି ଗତି କରିବା ପାଇଁ ପଡ଼ୁଅଛି। ସେ ବିଷୟରେ ଏହି ଦୁଇଟା ଶିଷ୍ୟ ଯାକୋବ ଏବଂ ଯୋହନ ସମ୍ପୂର୍ଣ୍ଣ ଅଜଣା ଥିଲେ, କାରଣ ସେମାନେ ଏକ ଗୁରୁତ୍ୱପୂର୍ଣ୍ଣ ଅଧିକାରକୁ ମାଗୁଥିଲେ, ଯେଉଁ ଅଧିକାରରେ କି ସେମାନେ ଯୀଶୁଙ୍କ ସହିତ ବାମ ଏବଂ ଦକ୍ଷିଣ ପାର୍ଶ୍ୱରେ ବସି ଜାତି ଜାତିକୁ ରାଜ୍ୟ କରିବେ। କିନ୍ତୁ ଯୀଶୁ ସେମାନଙ୍କୁ ମନେ ପକାଇ ଦେବା ପାଇଁ ଚାହାନ୍ତି ଯେ ଅଧିକାର ଏକ ମୂଲ୍ୟ ସହିତ ଆସିଥାଏ, ବା ଅଥରିଟି କମ୍ସ ୱିଥ୍ ଅ ପ୍ରାଇସ୍ ଅର୍ ୱିଥ୍ ଏ କଷ୍ଟ। ଆମେ ସମସ୍ତେ କିଛି ବିଷୟ ଉପରେ ଅଧିକାର କରିବା ପାଇଁ ଚାହିଁଥାଉ। ତାହା ଘରେ ହୋଇପାରେ ବା କାମ ଜାଗାରେ ବା ପବ୍ଲିକ୍ ଏରିଆରେ। କିନ୍ତୁ ଆମେ କ'ଣ ତାର ପଛରେ ଥିବା ମୂଲ୍ୟକୁ ଚୁକ୍ତି କରିବା ପାଇଁ ପ୍ରସ୍ତୁତ ଅଛୁ? କ'ଣ ଆମେ ଆମ ଅଧିକାର ପାଇବା ପୂର୍ବରୁ ନିଜକୁ ସେହି ଅଧିକାର ପାଇବା ପାଇଁ ଯୋଗ୍ୟ କରୁଅଛୁ କି? ଯୀଶୁ ତାଙ୍କର ଜୀବନର 2ଟା ଉଦାହରଣ ଦେଇକି ଏହି ଶିଷ୍ୟମାନଙ୍କୁ ବୁଝିବା ପାଇଁ ଚେଷ୍ଟା କରୁଅଛନ୍ତି। ପ୍ରଥମ ବିଷୟ ଯେ ବାପ୍ତିସ୍ମ ବିଷୟ। ଆମ ପାଇଁ ବାପ୍ତିସ୍ମ ନେବା ଏକ ସହଜ ବିଷୟ ହୋଇପାରେ, କିନ୍ତୁ ଯୀଶୁ ଈଶ୍ୱରଙ୍କ ପୁତ୍ର ହୋଇକି ମଧ୍ୟ ସେ ନିଜକୁ ନମ୍ର କରି ଧର୍ମର ନିୟମକୁ ସମ୍ପୂର୍ଣ୍ଣ କରିବା ପାଇଁ ଆଗେଇ ଗଲେ। ଆଉ ତାହା ଦେଖି ଯୋହନ ମଧ୍ୟ ଅବଜେକ୍ଟ କରିଥିଲେ ଆଉ କହିଲେ ଯେ ପ୍ରଭୁ, ତମେ ମୋତେ ବାପ୍ତିସ୍ମ ଦିଅ, ମୁଁ କିଏ ଯେ ତୁମକୁ ବାପ୍ତିସ୍ମ ଦେବି? କିନ୍ତୁ ଯୀଶୁ ଜାଣୁଥିଲେ ଯେ ଏହା କେତେ ଉତ୍ତମ ବିଷୟ ଯେ ମାନବ ହିସାବରେ ଯେତେବେଳେ ସେ ଈଶ୍ୱର ଜଗତକୁ ଆସିଛନ୍ତି, ସେ ଜଗତର ନିୟମକୁ ଧର୍ମକୁ ପାଳନ କରିବା ତାଙ୍କର ପାଇଁ ବହୁମୂଲ୍ୟ ବିଷୟ। ତାଙ୍କରି କୌଣସି ଆବଶ୍ୟକତା ନଥିଲା, କିନ୍ତୁ ସେ ସମସ୍ତ ବିଷୟକୁ ସେ ପୂରା କରିବା ପାଇଁ ଚାହୁଁଛନ୍ତି ମାନବ ହିସାବରେ। ଦ୍ୱିତୀୟ ଉଦାହରଣ ଦେଇଥିଲେ ଯେ ଗେସମନେ ବଗିଚାରେ ଯୀଶୁଙ୍କର ମୃତ୍ୟୁ ପୂର୍ବରୁ ଯୀଶୁ 3 ଥର ପ୍ରାର୍ଥନା କରିଥିଲେ କ୍ରୁଶୀୟ ମୃତ୍ୟୁର ପାନପତ୍ରକୁ ତାଙ୍କଠାରୁ ଦୂରେଇ ଯିବା ପାଇଁ। ଏତେ କଷ୍ଟ, ଏତେ ଯନ୍ତ୍ରଣାର ସମୟ ତାଙ୍କ ପାଇଁ ତାହା ହେଇଥିଲା ଯେ ଏହିପରିକି ତାଙ୍କରି ଝାଳ ରକ୍ତବିନ୍ଦୁ ପରି ତଳେ ପଡ଼ିଯାଇଥିଲା। କିନ୍ତୁ ଏହି ସମସ୍ତ କଷ୍ଟକର ସମୟରେ ମଧ୍ୟ ସେ ନିଜର ଇଚ୍ଛାକୁ ବାଦ ଦେଇକି ଈଶ୍ୱରଙ୍କର ଇଚ୍ଛାକୁ ସେ ପ୍ରଥମ ସ୍ଥାନ ଦେଇଅଛନ୍ତି। ସେ ନିଜକୁ ଶୂନ୍ୟ କରି କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ ବାଧ୍ୟ ହେଇଛନ୍ତି। ସେ ରାଜାମାନଙ୍କର ରାଜା, ହଜାର ହଜାର ସୈନ୍ୟବାହିନୀ ତାଙ୍କରି ଅଧିକାରରେ ଅଛନ୍ତି, କିନ୍ତୁ ସେଦିନ ସେ ଜଣେ ନିରୀହ, ଜଣେ ବେଚାରା ବନ୍ଦୀ ସ୍ୱରୂପେ 2 ହାତ ବନ୍ଧା ହେଇକି ସେ ରହିଗଲେ କେବଳ ଆମ ପାଇଁ ସେ ମୂଲ୍ୟ ଦେବା ପାଇଁ। ସେ ଆମକୁ ମଧ୍ୟ ଏହା ଶିଖିବା ପାଇଁ ଚାହାନ୍ତି ଯେ ଆମେ ଯେତେବେଳେ ଅଧିକାର ପାଇଁ ଆସିଥାଉ, ଆମକୁ ମଧ୍ୟ ମୂଲ୍ୟ ଚୁକେଇବା ପାଇଁ ପଡ଼ିଥାଏ। ସେଦିନ ଯୋହନ ଆଉ ଯାକୋବଙ୍କୁ ସେ ଆଉ ଗୋଟେ ବିଷୟ ମଧ୍ୟ ସେ ପଚାରିଥିଲେ। ସେ କହିଲେ, ମୋ ପରି ତୁମେମାନେ କ'ଣ
ସେହିପରି ବାପ୍ତିସ୍ମରେ ବାପ୍ତିସ୍ମ ନେଇପାର ଏବଂ ସେହି ପାନ ପାତ୍ରରେ ପାନ କରିପାର। ସରପ୍ରାଇଜିଂଲି ସେଇ ଦୁଇଟା ଶିଷ୍ୟ ଯୋହନ ଏବଂ ଯାକୁବ କହିଲେ ଆମେ କରିପାରୁ। ବର୍ତ୍ତମାନ ଏଇ କଥା ଟିକେ ଡିପ୍ ଆଉ ଗମ୍ଭୀର ହେବା ପାଇଁ ଯାଉଅଛି। ଯୀଶୁ ସେମାନଙ୍କୁ ଉତ୍ତର ଦେଲେ ଯେ ତୁମ୍ଭେମାନେ ସେହି ପାତ୍ର ଗ୍ରହଣ କରିବ ଏବଂ ସେହି ବାପ୍ତିସ୍ମରେ ବାପ୍ତିଜିତ ହେବ। ଯୀଶୁଙ୍କର ଏହି ଷ୍ଟେଟମେଣ୍ଟରେ ଟିକେ ଅଲଗା ପ୍ରକାରର ବିଷୟ ଆମେ ଦେଖିପାରିବା। ଶିଷ୍ୟମାନେ କହୁଛନ୍ତି ଆମେ କରିପାରୁ, କିନ୍ତୁ ଯୀଶୁ କହିଲେ ନାହିଁ ଯେ ୟେସ୍ ୟୁ କ୍ୟାନ୍ ଡୁ। ଯୀଶୁ କହିଲେ ନାହିଁ ଯେ ହଁ ତୁମେ କରିପାରିବ, କିନ୍ତୁ ସେ କହୁଛନ୍ତି ଯେ ତୁମେ କରିବ। ୟୁ କ୍ୟାନ୍ ଡୁ ଅର୍ ୟୁ ୱିଲ୍ ଡୁ ମଧ୍ୟରେ ପାର୍ଥକ୍ୟ ଅଛି। ତୁମେ କରିପାରିବ ଅର୍ଥାତ୍ ତାହା ଜଣଙ୍କର ଏବିଲିଟିକୁ କ୍ଷମତାକୁ ବୁଝାଏ, କିନ୍ତୁ ପ୍ରଭୁ କହୁଛନ୍ତି ତୁମେ ତାହା କରିବ ଅର୍ଥାତ୍ ତାହା କରିବାର ନିଶ୍ଚୟତାକୁ ଦର୍ଶାଏ। ଆଉ ଯୀଶୁ ଜାଣୁଥିଲେ ଯେ ଯୋହନ ଏବଂ ଯାକୁବ ନିଶ୍ଚିତ ରୂପେ ସେହି ଯୀଶୁଙ୍କର ପାନପାତ୍ରକୁ ଏବଂ ଯୀଶୁଙ୍କର ବାପ୍ତିସ୍ମରେ ସେମାନେ ବାପ୍ତିଜିତ ହେବେ। କାରଣ ସେହି ଉଦ୍ଦେଶ୍ୟରେ ହିଁ ଯୀଶୁ ଅନେକ ଶିଷ୍ୟମାନଙ୍କ ମଧ୍ୟରେ 12ଟି ଜଣ ଶିଷ୍ୟକୁ ମନୋନୀତ କରିଥିଲେ ସେହି ଆହ୍ୱାନ ପାଇଁ। ଆଉ ସେମାନଙ୍କ ମଧ୍ୟରେ ଯାକୁବ ଏବଂ ଯୋହନ ଅନ୍ୟତମ। ଆଉ ପ୍ରଭୁ ଯେତେବେଳେ ଡାକିଛନ୍ତି ସେ ଜାଣୁଅଛନ୍ତି ଯେ ଏହି ଶିଷ୍ୟମାନଙ୍କର କଲିଂ କ'ଣ, ଏହି ଶିଷ୍ୟମାନଙ୍କର ପର୍ପସ୍ କ'ଣ ଏବଂ ଏହି ଶିଷ୍ୟମାନଙ୍କର ଜୀବନରେ ମୋ ପାଇଁ ସେମାନେ କେତେଟି ତ୍ୟାଗ କରିବେ ତାହା ପ୍ରଭୁ ଜାଣୁଅଛନ୍ତି। ଆଉ ସେଥିପାଇଁ ସେ ନିଶ୍ଚୟତାରେ କହିଲେ ଯେ ତମେ କରିବ। ଆଉ ବାକ୍ୟ ମଧ୍ୟ କହେ ଯେ ଯାକୁବ ତାଙ୍କରି ଆହ୍ୱାନର ସମସ୍ତ ବିଷୟ ପୁରା କଲା ପରେ ତାଙ୍କରି ମସ୍ତକ ଖଡ଼୍ଗ ଦ୍ୱାରା ଖଣ୍ଡନ କରାଯାଇଥିଲା ଆଉ ସେ ମୃତ୍ୟୁବରଣ କରିଥିଲେ। ଆଉ ତାଙ୍କରି ଭାଇ ଯୋହନଙ୍କୁ ଅତି ଗରମ ତେଲରେ ବା ଫୁଟନ୍ତା ତେଲରେ ତାଙ୍କୁ ପକାଯାଇଥିଲା, କିନ୍ତୁ ପ୍ରଭୁଙ୍କ ଅନୁଗ୍ରହରୁ ସେ କିଛି କ୍ଷତି ତାଙ୍କର ନ ହୋଇ ତାପରେ ତାଙ୍କୁ ପାତ୍ମୋସ୍ ଦ୍ୱୀପରେ ପଠାଯାଇଥିଲା। ଏହା ହେଉଛି ସେମାନଙ୍କର କଠିନ ଆହ୍ୱାନର ମୂଲ୍ୟ ସେମାନେ ମଧ୍ୟ ଯୁକ୍ତ କରିଥିଲେ। ଆଉ ତେଣୁ ପ୍ରଭୁ କହିଥିଲେ ଯେ ତମେ କରିପାରିବ। ଯେହେତୁ ପ୍ରଭୁ ଯେତେବେଳେ ଆମକୁ ଆହ୍ୱାନ କରନ୍ତି କୌଣସି ବିଷୟ ପାଇଁ, ପ୍ରଭୁ ନିଜେ ଆମକୁ ଶକ୍ତି ଦିଅନ୍ତି ସେ ସମସ୍ତ ବିଷୟକୁ ସମ୍ପୂର୍ଣ୍ଣ କରିବା ପାଇଁ। ଆଉ ସେଦିନ ଗେସମନୀ ବଗିଚାରେ ମଧ୍ୟ ସ୍ୱର୍ଗରୁ ଦୂତମାନେ ଆସି ପ୍ରଭୁ ଯୀଶୁଙ୍କୁ ସାହାଯ୍ୟ କରିଥିଲେ ଆଉ ଶକ୍ତି ଦେଇଥିଲେ ତାଙ୍କରି କ୍ରୁଶର ମୃତ୍ୟୁ ପୂର୍ବରୁ। ଆମେ ତୃତୀୟ ବିଷୟ ଦେଖିବା ଯେ ଯୀଶୁ କହିଲେ ତୁମ୍ଭେମାନେ ମୋର ପାନପାତ୍ର ଗ୍ରହଣ କରିବ ଓ ମୋର ବାପ୍ତିସ୍ମରେ ବାପ୍ତିଜିତ ହେବ, କିନ୍ତୁ ମୋର ଦକ୍ଷିଣ ବା ବାମରେ ବସିବାକୁ ନିଯୁକ୍ତ କରିବାକୁ ମୋର ଅଧିକାରର ବିଷୟ ନୁହେଁ। ଯୀଶୁ ଏଇଠି ସ୍ପଷ୍ଟ ଭାବରେ ସେମାନଙ୍କୁ କହୁଛନ୍ତି ତୁମେ କରିବ, କିନ୍ତୁ ଦକ୍ଷିଣ ଏବଂ ବାମରେ ବସିବାର ଅଧିକାର ଦେବାର ମୋର ବିଷୟ ନାହିଁ। ଏଇଠି ଯୀଶୁ ଈଶ୍ୱରଙ୍କ ପୁତ୍ର, ଏକମାତ୍ର ପୁତ୍ର ହୋଇକି ମଧ୍ୟ ସେ ନିଜର ଗୌରବ କରୁନାହାନ୍ତି। ସେ ନିଜ ପିତାଙ୍କୁ ଈଶ୍ୱରଙ୍କୁ ଗୌରବ ଦେଉଅଛନ୍ତି। ସେ ନମ୍ର ହୋଇ ନିଜକୁ ପିତା ଈଶ୍ୱରଙ୍କ ଅଧିକାରକୁ ସ୍ୱୀକାର କରୁଅଛନ୍ତି। ସେ ନିଜ ଅଥରିଟିର ଅଧିକାରର ସୀମା ବାହାରେ କଥା କହୁନାହାନ୍ତି। ଯୀଶୁ ନିଜ ପୁତ୍ର ହିସାବରେ ନିଜ ଅଧିକାରକୁ ଜାଣିଅଛନ୍ତି ଏବଂ ଈଶ୍ୱରଙ୍କୁ ପିତା ହିସାବରେ ସେ ଈଶ୍ୱରଙ୍କର ଅଧିକାରକୁ ମଧ୍ୟ ସେ ଜାଣିଅଛନ୍ତି। ଏଇଠି ଏକ ଶିକ୍ଷାର ବିଷୟ ରହିଛି ଯେ ଆମେ ଯେତେବେଳେ କିଛି ପଦବୀ ବା ପୋଜିସନରେ ନିଯୁକ୍ତ କରାଯାଉ, ବେଳେବେଳେ ଆମେ ସୀମା ବାହାରେ ଶୋ ଅପ୍ କରିଥାଉ ବା ନେତାମାନେ ପୋଜିସନରେ ଆସିଲେ ବଡ଼ ବଡ଼ ପ୍ରତିଜ୍ଞା କରିଥାନ୍ତି ଯାହାର କି ତାଙ୍କଠାରେ କୌଣସି କ୍ଲୁ ମଧ୍ୟ ନଥାଏ। ତେଣୁ ଆମକୁ ନିଜ ସୀମା ମଧ୍ୟରେ ରହିବା ପାଇଁ ପଡ଼ିବ, ନିଜ ସୀମା ମଧ୍ୟରେ ଖର୍ଚ୍ଚ କରିବା ପାଇଁ ପଡ଼ିବ। ଆମ ନିଜ ଠାରୁ ଉଚ୍ଚରେ ଥିବା ଅଧିକାରୀ ନିକଟରେ ଆମକୁ ସବମିସିଭ୍ ହେବା ପାଇଁ ପଡ଼ିବ। ଆମକୁ ଜ୍ଞାତ ହେବାର ଅଛି ଯେ ଆମେ କ'ଣ ଆଉ କେତେ ଦୂର କରିପାରିବା ବା କ'ଣ ଓ କେତେ ଦୂର କରିପାରିବା ନାହିଁ। ଦମ୍ପତି ହିସାବରେ
ବାପା ମା ହିସାବରେ ବା କର୍ମଚାରୀ ହିସାବରେ। ଚତୁର୍ଥ ବିଷୟ ଆମେ ଦେଖିବା ଯେ ଯୀଶୁ କହୁଛନ୍ତି ସେ ଶିଷ୍ୟମାନଙ୍କୁ, ଯୀଶୁ ଆହୁରି କହିଲେ, ଯେଉଁମାନଙ୍କ ପାଇଁ ଜାଗା ବା ସ୍ଥାନ ପ୍ରସ୍ତୁତ କରାଯାଇଅଛି ସେମାନେ ହିଁ ସେହି ସ୍ଥାନରେ ବସିବେ ବା ଯୀଶୁଙ୍କର ଦକ୍ଷିଣ ଏବଂ ବାମରେ ବସିବେ ତାଙ୍କରି ମହିମାଯୁକ୍ତ ରାଜ୍ୟ ସମୟରେ। ଏହି ବିଷୟ ଆମକୁ ଦର୍ଶାଉଛି ଯେ ଯେତେବେଳେ ଆମେ ପରମେଶ୍ୱରଙ୍କ ସହିତ ଜୀବନଯାପନ କରୁଅଛୁ, ତାଙ୍କରି ପଥରେ ଚାଲୁଅଛୁ, ଆମ ପ୍ରତ୍ୟେକଙ୍କ ପାଇଁ ଆମ ସ୍ୱର୍ଗୀୟ ପିତାଙ୍କ ଗୃହରେ ନିର୍ଦ୍ଦିଷ୍ଟ ସ୍ଥାନ ପ୍ରସ୍ତୁତ କରାଯାଇଅଛି। ବହୁତ ଗୁରୁତର ବିଷୟ ଯେ ଆମ ପାଇଁ ପ୍ରସ୍ତୁତ କରାଯାଇଥିବା ସ୍ଥାନକୁ ଆମଠୁ କେହି ବି ନେଇପାରିବ ନାହିଁ ବା ଆମ ସ୍ଥାନକୁ କେହି ଘୁଞ୍ଚାଇ ପାରିବ ନାହିଁ। ପ୍ରଭୁଙ୍କ ହୃଦୟରେ ଈଶ୍ୱରଙ୍କ ସନ୍ତାନ ହିସାବରେ ଆମ ପ୍ରତ୍ୟେକଙ୍କ ସ୍ଥାନ ୟୁନିକ୍ ଅଟେ, ପ୍ରତ୍ୟେକଙ୍କ ସ୍ଥାନ ବିଶେଷ ଅଟେ। ଜଣେ ସ୍ୱାମୀ ତାର ସ୍ତ୍ରୀର ସ୍ଥାନ ନେଇପାରିବ ନାହିଁ ବା ଜଣେ ମା ଝିଅର ସ୍ଥାନ ବା ମାଲିକ ନିଜର ଦାସର ସ୍ଥାନ ନେଇପାରିବ ନାହିଁ। ଆମ ପିତା ପରମେଶ୍ୱର ଆମକୁ ଏହିପରି ପ୍ରେମ କରନ୍ତି ଯେପରି ଆମେ ତାଙ୍କରି ଏକମାତ୍ର ସନ୍ତାନ ଏଣ୍ଟାୟାର ୟୁନିଭର୍ସରେ, ଇନଫିନିଟିରେ। ପ୍ରଭୁ କେତେ ମହାନ, ତାଙ୍କରି ପ୍ରେମ ମଧ୍ୟ କେତେ ମହାନ। ତେଣୁ ତାଙ୍କରି ବାକ୍ୟରେ ଲେଖାଯାଏ 1 Corinthians 2:9 ଯେ ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ, ମନୁଷ୍ୟର ହୃଦୟରେ ଯାହା ଜାତ ହୋଇନାହିଁ, ଯେ ସମସ୍ତ ବିଷୟ ଈଶ୍ୱର ଆପଣା ପ୍ରେମକାରୀମାନଙ୍କ ପାଇଁ ପ୍ରସ୍ତୁତ କରିଅଛନ୍ତି। ଆମ ପାଇଁ ପ୍ରଭୁ ଯାହା ପ୍ରସ୍ତୁତ କରିଅଛନ୍ତି ତାହା ଆମଠୁ କେହି ବି ନେଇପାରିବ ନାହିଁ। ଏହା ଆମେ ସୁନିଶ୍ଚିତ ହଉ। ଏହା ପରମେଶ୍ୱର, ଏହା ପ୍ରଭୁ ଯୀଶୁ ସେଦିନ ସେ ଶିଷ୍ୟମାନଙ୍କୁ ମଧ୍ୟ ଜଣାଉଅଛନ୍ତି। ପ୍ରଭୁ ଆମ ସମସ୍ତଙ୍କୁ ଆଜିର ଏହି ଅଂଶ ଦ୍ୱାରା ଆଶୀର୍ବାଦ କରନ୍ତୁ, ଯେପରି ଆମେ ତାଙ୍କରି ଆହ୍ୱାନର ଯୋଗ୍ୟ ଆଚରଣ କରି ପ୍ରତିଦିନ ଜୀବନରେ ଆଉ ତାଙ୍କରି ସମୟରେ ତାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସମସ୍ତ ବିଷୟର ଅଧିକାରୀ ହୋଇପାରୁଥିବା। ଧନ୍ୟବାଦ।